ବର୍ଷରେ ମାତ୍ର ଥରେ ମିଳୁଥିବା ଫଳ ହେଉଛି ତାଳ। ଆଉ ଯେଉଁମାନେ ପାଚିଲା ତାଳର ଲଭର ସେମାନେ ତ ଏଇ ସମୟକୁ ପୁରା ଚାହିଁ ରହିଥାନ୍ତି ଚାତକ ପରି, ଯେପରି ମୁଁ। ପାଚିଲା ତାଳର ସବୁ ପ୍ରକାର ରେସିପି ମୋତେ ବହୁତ ଭଲ ଲାଗେ, ସେଥିପାଇଁ ପାଚିଲା ତାଳ ସମୟ ହେଲେ ବିଭିନ୍ନ ପ୍ରକାର ରେସିପି ବନେଇ ଖାଇଥାଏ। ସେଇ ମଧ୍ୟରୁ ଆଜି ଗୋଟେ ରେସିପି ଆପଣମାନଙ୍କ ସହିତ ମୁଁ ସେୟାର କରୁଛି। ଦେଖନ୍ତୁ, ପାଚିଲା ତାଳର ସବୁ ଯାକ ମଣ୍ଡ ଏଠି ମୁଁ ବାହାର କରିନେଇଛି। ଏଇପରି ଯଦି ବାହାର କରିବେ ଅତି ସହଜରେ ମଣ୍ଡ ବାହାରିଯିବ। କଢ଼େଇରେ ଏଠି ମୁଁ ପୁର ପାଇଁ ନଡ଼ିଆ କୋରା ଗୋଟେ ନଡ଼ିଆକୁ କୋରି ନେଇଛି, ତା ସହିତ ଗୁଡ଼ ଏବଂ ଛେନା ବି ପକେଇଛି। ଆପଣ ଚାହିଁବେ ତ ଛେନାକୁ ସ୍କିପ୍ ବି କରିପାରିବେ। ପୁର ତିଆରି ସାରିଲା ପରେ ଆଉ ଗୋଟେ କଢ଼ାରେ ପାଚିଲା ତାଳ ଯେଉଁ ମଣ୍ଡ ବାହାରିଥିଲେ ତାକୁ ଆମେ ଦେଇଦେବା। ଦେଇକି ପାଣି ଟିକେ ଦେଇଦେବେ ଏବଂ ତାକୁ ଭଲସେ ଫୁଟାଇବେ। ଯେତେବେଳେ 2-3 ମିନିଟ୍ ଭଲସେ ଗବ ଗବ ହେଇ ଫୁଟିବ, ତାପରେ ଏଥିରେ ମିଠା ପାଇଁ ଟିକେ ଗୁଡ଼ ବା ଚିନି ଆଡ଼ କରିବେ। ତାକୁ ବି ଟିକେ ଫୁଟାଇବେ। ଫୁଟି ସାରିଲା ପରେ ଏଥିରେ ମୁଁ ପକାଉଛି ସୁଜି ଏବଂ ଲୁଣ ବି ଟିକେ ପକାଇବେ। ଲୁଣ ପକାଇ ସୁଜି ପକାଇ ଏହାକୁ 10-12 ମିନିଟ୍ ସ୍ଲୋ ଫ୍ଲେମ୍ରେ ଧୀର ଆଞ୍ଚରେ ଏହାକୁ ଭଲସେ ଜନ୍ତି ନେବେ। ତାପରେ ଗ୍ୟାସ୍କୁ ବନ୍ଦ କରିକି ଢାଙ୍କିକି ଏହାକୁ ଛାଡ଼ିଦେବେ ଏବଂ 5-10 ମିନିଟ୍ ପରେ ଏହାକୁ ଅଧା ହାତରୁ ବାହାର କରି ଆଣିଛି, ଆଉ ଅଧା ମୁଁ କଢ଼େଇରେ ରଖିଦେଇଛି, ନାଇଁ ତ ଥଣ୍ଡା ହେଇଯିବ। ଏବଂ ତାପରେ ପାଣି ହାତ ଭଲସେ ପୁରା ଚକଟି ଦେବେ, ପୁରା ସଫ୍ଟ ଡୋ ବନିଯିବ। ତାପରେ ଏହାକୁ ଛୋଟ ଛୋଟ ଗୁଳା ଟାଇପ୍ର କରିଦେବେ ଏବଂ ତାପରେ ଗୋଲ ଗୋଲ କରି ସେଥିରେ ଭର୍ତ୍ତି କରିଦେବା ପୁର ଭର୍ତ୍ତି କରି ତାକୁ ଦେଖନ୍ତୁ ଏହିପରି ଭାବେ ଭଲସେ ଫିଲ୍ କରିଦେବେ। ଦେଖନ୍ତୁ ଯେପରି ମୁଁ ଦେଖାଉଛି, ଯେପରି ଆମେ କାକରା ସାଧାରଣତଃ ବନେଇଥାନ୍ତି, ସମସ୍ତେ ଜାଣିଥିବେ ସୁଜି କାକରା, ସେହିପରି ଏଇଟା ହେଉଛି ତାଳ କାକରା। ତ ବନେଇ ସାରି ତେଲ ଏଠି ଗରମ କରିଦେଇଛି। ତେଲକୁ ଆପଣ ଭଲସେ ତ ଗରମ ହେଇଯିବ, ମିଡିୟମ୍ ଟୁ ହାଇ ଫ୍ଲେମ୍ରେ ରଖିକି ଏସବୁ ତାଳ ପିଠାକୁ ଯେତେ ମୁଁ ବନେଇଥିଲି ସବୁକୁ ପୁରା ଛାଣି ଦେଇଛି। ଦେଖନ୍ତୁ କେତେ ସୁନ୍ଦର ସେ ତାଳ କାକରା ଆମର ବନି ରେଡି ହେଇଛି। ଥରେ ଖାଇଲେ ନା ଆପଣଙ୍କ ପାଟିରୁ